ଜୟ ଜଗନ୍ନାଥ। କଥା ମଲ୍ଲାର ବଗିଚା ହେଲେ ଆପଣମାନେ ତା'ର ଫୁଲ ଆଉ ପାଖୁଡ଼ା। ଆପଣମାନଙ୍କ ପାଇଁ ଆଜି ଆଣିଛି ଗପ ପରୀ ଓ ପୁରୁଷ। ରଚନା ଏବଂ ଉପସ୍ଥାପନା ମଧୁମିତା ମହାନ୍ତି। ନାଇଁ ଭାଇ, ସେ ବ୍ରଏଲର ଖାଇବାଠୁ ଭଲ ଆଳୁ ଚକଟା ଖାଇବା। ଯାଉଛନ୍ତି ଯଦି ଦେଶୀ କୁକୁଡ଼ା କି ନହେଲେ ବତକ ଫତକ ଦେଖନ୍ତୁ, ଗଦାଧର କହିଲେ। ଏଥର ଚିନ୍ତିତ ଦିଶିଲେ ସଦାଶିବ। ଦେଶୀ ପାଇଁ ତ ହାଟପଦା ଯାଇ ଯିବାକୁ ପଡ଼ିବ। ଏଠି କେଉଁଠି ବି ମିଳିବନି। ହଉ, ହାଟପଦା ଏମିତି କେତେ ବାଟ କି? ହେଇ 5 ମାଇଲ ହବ। ଗଦାଧରଙ୍କ କଥାର ଉତ୍ତରରେ ସଦାଶିବ କହିଲେ, ଚାଲୁନ ଯିବା ସାଙ୍ଗ ହେଇ। ଗଦାଧର କହିଲେ, ନାଇଁ, ଆସିଛି ଯଦି ପରୀର ପାଠଟା ଟିକେ ଦେଖିଦିଏ। ଆଉ ସପ୍ତାହଟେ ରହିଲା ପରା ପରୀକ୍ଷା। ପିଇସା ପଢ଼େଇବେ ଶୁଣି ପରିଣୀତାର ମୁଣ୍ଡରୁ ଗୋଡ଼ ଯାଇ କରେଣ୍ଟ ମାରିଦେଲା ଭଳି ଲାଗିଲା। ପିଇସା ଭଲ ପଢ଼ାନ୍ତି, ଖୁବ୍ ଭଲ ବୁଝାନ୍ତି, କିନ୍ତୁ ପଢ଼ଉ ପରୀକୁ ଯେଉଁ ଛାତିରେ ଜାକି ଧରନ୍ତି କି ଗାଲ ଚିପି ଦିଅନ୍ତି, ନହେଲେ ସେଗୁଡ଼ା ଜମା ଭଲ ଲାଗେନି ତାକୁ। ଏମିତିରେ ଏବେ ଘରେ କେହି ନାହାନ୍ତି। ରାଜୁ ସାଇରେ ଯାଇ କେଉଁଠି ଖେଳୁଛି, ସୁଭଦ୍ରା ମନ୍ଦିରରେ। ତରତରରେ କହି ପକେଇଲା, ସେ ବାପା, ମୁଁ ବି ତୁମ ସହିତ ଯିବି। ସେଇ ରାସ୍ତାରେ ତ ପଡ଼ିବ ସୁଷମାର ଘର। ମୋତେ ଟିକେ ସେଇଠି ଛାଡ଼ିଦେବ, ତାଠୁ ଖାତାଟେ ଆଣି ମୁଁ ପଳେଇ ଆସିବି। ଖୁବ୍ ଜୋରରେ ହସିଦେଲେ ଗଦାଧର। ଭାଇ, ଦେଖ ତୁମ ଝିଅର ବୁଦ୍ଧି। ତାକୁ ପଢ଼େଇବି ବୋଲି ମୁଁ ସ୍କୁଲ, ଟିଉସନ୍, ବିଲବାଡ଼ି କାମ ଛାଡ଼ି ଦୌଡ଼ିଛି, ଆଉ ଇଏ ଏଠି। ହଁ, ତୁ ପଢ଼ୁଥା, ମୁଁ ଏଇ ଗଲି ଆଉ ଆସିଲି। ସଦାଶିବ ସାଇକେଲ ବାହାର କଲେ। ତାଙ୍କର ଏଇ ଗଲି ଆଉ ଆସିଲି ଭିତରେ କିନ୍ତୁ ପୃଥିବୀଟା ଓଲଟ ପାଲଟ ହେଇସାରିଥିଲା। ସୁଭଦ୍ରା ଫେରିଲା ବେଳକୁ ପରୀ ଢିଙ୍କିଶାଳଟାରେ ଗୁମୁରି କାନ୍ଦୁଥିଲା। ଟଣା ଝିଙ୍କାରେ ଛିଣ୍ଡି ଯାଇଥିବା ତା ଫ୍ରକ୍, ଅଲରା ବାଳକୁ ଦେଖି ସୁଭଦ୍ରା ବୁଝିପାରୁଥିଲେ ତାଙ୍କୁ ଦେଖୁ ଦେଖୁ ଗଦାଧର କାହିଁକି କହିଲେ, ଭାଉଜ, ଜରୁରୀ କାମଟେ ମନେ ପଡ଼ିଗଲା ତ, ଯାଉଛି। ସଦାଶିବ ମୁଣ୍ଡ ଝୁଙ୍କେଇ ବସିଥିଲେ। ପରୀ ସେମିତି କାନ୍ଦି ଚାଲିଥିଲା। ସୁଭଦ୍ରା କ'ଣ କରିବେ କିଛି ବୁଝିପାରୁନଥିଲେ। ଟିକେ ପରେ ଭୂତ ଲାଗିଲା ଭଳି ଉଠିଲେ ସଦାଶିବ। ମୁଁ ପୋଲିସ ଷ୍ଟେସନ ଯାଉଛି। ବାଉଳି ହେଲା ଭଳି ଏତକ କହୁ କହୁ ଉଠି ପଡ଼ୁଥିବା ସ୍ୱାମୀଙ୍କ ହାତ ଧରି ତଳେ ବସେଇଦେଲେ ସୁଭଦ୍ରା। ବାଇଆ ହେଲ, ଯାହା ତ ହେଲା, ତାକୁ ନେଇ ଆହୁରି ବାଜା ବଜେଇବ ଗାଁ ସାରା। ଥାନା, ପୋଲିସ, କଚେରୀ ଦୌଡ଼ିବ। ଚୁପ୍ ହେଇ ବସ। ପରିଣୀତା ଲୁହବୋଳା ଆଖିରେ ମା ମୁହଁକୁ ଅନେଇଥିଲା। ମା, ଇଏ କ'ଣ କହୁଛି? ମୂର୍ଖଙ୍କ ଭଳି ହୁଅନି। ସିଏ ମରଦ ପିଲା, ଭୁଲ ତୁମର। ଝିଅଟାକୁ ଏକୁଟିଆ ତା ପାଖେ ଛାଡ଼ି ତୁମେ ଯାଉଥିଲ କାହିଁକି? ସାଇ ଭାଇ ଏକଥା ଜାଣିଲେ ଆମ ଇଜ୍ଜତ ରହିବ। ଯଦି ବିରକ୍ତ ହୋଇ ସେ ଦୁଃଖୀକୁ ଛାଡ଼ିଦିଏ, ପୋଷିବ ତ ତାକୁ, ତା ସହ ତାର 6ଟା ପିଲାଙ୍କୁ। ଚଟ୍ କରି ବୁଲି ପଡ଼ିଲେ ସିଏ। ଏଇ, ଏକଥା କାହାକୁ ବି କହିବୁନି, ବୁଝିଲୁ? ପରୀକୁ ଏତିକି କହି ଗରଗର ହୋଇ ନିଜେ କହିଲେ ସିଏ ଜେଲ୍ ଗଲେ ଆମ ଝିଅ କ'ଣ ଆଗ ଭଳି ହେଇଯିବ? ସେ ହଠାତ୍ ବଡ଼ ହେଇଯାଇଥିଲା। ନିଜ ଜୀବନର ସିଦ୍ଧାନ୍ତ ନିଜେ ନେଇଗଲା। ସନ୍ଧ୍ୟାରେ ଆଇ ଆସି ପହଞ୍ଚିଲା। ତା ସହିତ ସକାଳୁ ବାହାରି ମାମୁଁ ଘରକୁ ଚାଲି ଆସିଲା। ସେଇ ଯେ ଆସିଲା, ଆଉ ଦିନଟେ ବି ଫେରି ନିଜ ଗାଁ ଆଡ଼େ ଅନେଇନି କି ମା ଆଡ଼େ ବି ନୁହେଁ। ମାମୁଁ ମାଇଁଙ୍କର କିଛି ପିଲାପିଲି ନଥିଲେ। ସେମାନେ ତାକୁ ସମ୍ପଦ ଭଳି ସାଇଦେଲେ। ଏବେ ସିଏ ସରକାରୀ କଲେଜରେ ଅଧ୍ୟାପିକାଟିଏ। ବେଶ୍ ନିଶ୍ଚିନ୍ତ ଜୀବନ। ଆର୍ଯ୍ୟଙ୍କ ସହିତ ତା ପରିଚୟ ଏଇଠି, ଏଇ କଲେଜରେ। ଭାରି ଭଲ ଲାଗିଥିଲେ ତାକୁ ଆର୍ଯ୍ୟ, କିନ୍ତୁ ସେତିକି। ଆଗକୁ ସିଏ ବଢ଼ି ପାରୁନଥିଲା। ତା ଭିତରେ କିଛି ଗୋଟାଏ ତାକୁ ପଛକୁ ଟାଣୁଥିଲା। ସେଥିପାଇଁ ଆର୍ଯ୍ୟ ଯେତେବେଳେ ତାକୁ ବିବାହ ପ୍ରସ୍ତାବ ଦେଇଥିଲେ, ସେ ନିଶ୍ଚୁପ ହେଇଯାଇଥିଲା।
ଦିନ ଭାବି ଭାବି କହିଥିଲା, କୋଉ ବାହାଘରର ଯୋଗ୍ୟ ମୁଁ ନୁହେଁ ଆର୍ଯ୍ୟ। କ'ଣ ଦେବି ମୁଁ ମୋ ସ୍ୱାମୀଙ୍କୁ ବିବାହ ପରେ? କଲେଜ କମନ ରୁମ୍ରେ କେହି ନଥିବାର ସୁଯୋଗ ନେଇ ସେ ଗଳ ଗଳ ଗାଇ ଯାଇଥିଲା ତା ବିପର୍ଯ୍ୟସ୍ତ ଜୀବନର କଥା। ଆର୍ଯ୍ୟ ଅବଶ୍ୟ ପ୍ରଥମେ ଗମ୍ଭୀର ହେଇଯାଇଥିଲେ। ଭଲ ଲାଗୁଛି? ଯଦି ଗପକୁ ପସନ୍ଦ କରୁଥାନ୍ତି ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ସବୁ ନୂଆ ନୋଟିଫିକେସନ୍ ପ୍ରଥମେ ପାଇବା ପାଇଁ ବେଲ୍ ଆଇକନ୍କୁ ଦବେଇ ଦିଅନ୍ତୁ। କିନ୍ତୁ ପରେ ପରେ ହସି ଦେଇଥିଲେ, ଏଥିରେ ତୁମର ଦୋଷ ତ ମୁଁ ଖୋଜି ପାଉନି। ତୁମେ ମୋତେ ହଁ କହିବା ଯାଏ ମୁଁ ଅନ୍ତତଃ ଅପେକ୍ଷା କରୁଛି। ଶେଷରେ ହଁ ତ କହିଥିଲା, ତେବେ ଗୋଟାଏ ଅନୁରୋଧ ସହିତ। ସେମାନେ କୋର୍ଟରେ ବାହା ହେଇଯିବେ, କାରଣ ଏମିତି ଗୋଟିଏ ଶୁଭ ଅବସରରେ ସେ ନା ତା ବାପା, ନା ମା, ନା ବନ୍ଧୁ ହିସାବରେ ପିଇସାଙ୍କ ଉପସ୍ଥିତି ଚାହୁଁଥିଲା। ଆଈ ତ ନଥିଲା ସେତେବେଳକୁ। ମାମୁଁ ମାଇଁଙ୍କ ଆଶୀର୍ବାଦ ସହିତ ସେ ଆର୍ଯ୍ୟଙ୍କୁ ନିଜ ଜୀବନରେ ସ୍ୱୀକାର କରି ନେଇଥିଲା। ୟା ଭିତରେ ଅନେକ କିଛି ଘଟି ଯାଇଥିଲା। ଦାଦାଙ୍କ ଝିଅ ସୁବର୍ଣ୍ଣା ହଠାତ୍ ଘର ଛାଡ଼ି ଯାଇ କେଉଁ ଆଶ୍ରମରେ ରହୁଥିଲା। ଦୁଃଖୀଅପା ଘରକୁ ଖରା ଛୁଟି ପାଇଁ ବୁଲି ଯାଇଥିଲା ସିଏ। ସେଇଠି କ'ଣ ହେଲା କେଜାଣି ଆଉ ସେ ଘରକୁ ଫେରିଲାନି, ସିଧା ଆଶ୍ରମକୁ ଚାଲିଗଲା। 7 ଦିନ ପରେ ତାର ହାତଲେଖା ଚିଠିଟେ ପରିଣୀତା ପାଇଥିଲା। ସେ ଲେଖିଥିଲା, ଅପା, ଦୁଃଖୀଅପାଟା ସତରେ ଦୁଃଖୀଟେ। ପିଇସାଙ୍କ ଭଳି ଲୋକଙ୍କୁ ସହିଛି, ମୁଁ କିନ୍ତୁ ପାରିଲିନି। ସେ ଠିକ୍ ଜାଣିପାରିଥିଲା ସୁବର୍ଣ୍ଣା ସହିତ ପିଇସା କ'ଣ କରିଥିବେ। ଆଜି ତା ମୋବାଇଲରେ ଅନେକ ମିସ୍ଡ କଲ୍, ସବୁଗୁଡ଼ା ପୁଣି ବାପାଙ୍କ ନମ୍ବରରୁ। ସେ ଜାଣିଛି ବାପା ନୁହେଁ, ମା ହିଁ ବାରମ୍ବାର ତା ସହିତ କଥା ହେବାକୁ ଚେଷ୍ଟା କରୁଛି। କାରଣ କିଛି ଉପାୟ ନ ପାଇ ଆର୍ଯ୍ୟ ଯେ ଯାଇ ସେଇଠି ଶରଣ ପଶିଛନ୍ତି ସେ କଥା ବି ସେ ଜାଣିସାରିଛି। ଅଥଚ ଆଜି ସେ ପ୍ରତିଜ୍ଞାବଦ୍ଧ। କୌଣସି ବାଧା ବନ୍ଧନ କି ରାଣ ନିୟମ ତା ରାସ୍ତା ରୋକିପାରିବନି। ଆର୍ଯ୍ୟ ଖୁବ୍ ଧୀର ସ୍ଥିର, ଶାନ୍ତ। ନିଜେ ନିଜେ ସେ ବାପା ମାଙ୍କ ସହିତ ଯଥାସମ୍ଭବ ସମ୍ପର୍କ ରଖିଛନ୍ତି। ରାଜୁର ପଢ଼ା ପାଇଁ ଯଥେଷ୍ଟ ସାହାଯ୍ୟ କରୁଛନ୍ତି। କେବେ କେମିତି ତାଙ୍କରି ବାଧ୍ୟବାଧକତାରେ ସେ ପଦେ ଦୁଇ ପଦ ଆନ୍ତରିକତା ବିହୀନ କଥା ହୁଏ ମା ସହିତ। ସେତିକିର ସୁଯୋଗ ନେଇ କ'ଣ ମା ଆଜି ଏତେ ବଡ଼ ଦୁଃସାହସ କରୁଛି? ତାକୁ ବୁଝେଇବା ଭଳି ଅପଚେଷ୍ଟାଟେ କରୁଛି? ନା, ସେ ଆଜି ପ୍ରଥମେ ତା କାମ କରିସାରିବ, ତାପରେ ଯାହା ସହିତ କଥା ହେବ। ଆର୍ଯ୍ୟଙ୍କର ଠିକ୍ ବିପରୀତ ସୂର୍ଯ୍ୟ। ଉଗ୍ର ଉଦ୍ଧତ ମଦ୍ୟପ ଦିଅରଟି ତାର, ତା ପାଖେ କିନ୍ତୁ ବେଶ ପୋଷାମାନେ। ଅଥଚ ଆଜି ସିଏ କ'ଣ ନ କଲା? ଘରକୁ କାମ କରିବାକୁ ଆସୁଥିବା ଜାହ୍ନବୀର 8 ବର୍ଷର ଝିଅ ଘରେ କେହି ନଥିବାର ସୁଯୋଗ ନେଇ ସିଏ ଆଜି ସେ ଅପକର୍ମଟି କରିଦେଇଛି। ଜାହ୍ନବୀ ଯାଇଥିଲା ଛାତ ଉପରକୁ ଲୁଗା ଶୁଖେଇବାକୁ। ସେତିକି ସମୟ ଭିତରେ ଝିଅଟା ବୋଧହୁଏ ମାଆକୁ ସାହାଯ୍ୟ କରିବାକୁ ଆସିଥିଲା। ଜଲ୍ଦି ଜଲ୍ଦି ବାସନ ଧୋଇଦେଲେ ମେଳାକୁ ଯିବ ବୋଲି ଜାମାପଟା ଓଦା ସରସର କରି ସେ ବାସନ ଧୋଉଥିଲା। ଭିଜା ଭିଜା ସେଇ ଛୋଟ ଦେହଟା ବି ଜାଳିଦେଲା ସୂର୍ଯ୍ୟ ଆଖିରେ ଅନଳର ଶିଖା। ଉପର ମହଲାରେ ରହୁଥିବା ସାନ ଯାଆ ବି କାନ୍ଦି କାନ୍ଦି ବେହାଲ ହେଲାଣି। ତା ହାତ ଧରି କେତେଥର କହିସାରିଲାଣି, ଅପା ଜମା ଛାଡ଼ନି ତାଙ୍କୁ। ଏଇ ଜୁଲାଇରେ ପରା ମୋ ଚୁନରୀକୁ 8 ବର୍ଷ ପୂରିବ। ଝିଅର ବାପଟେ ହୋଇ ନିଜ ଝିଅ ବୟସର ଝିଅ ସାଙ୍ଗେ ଏଇ କାମ କଲେ। କ'ଣ ବି କର ଅପା, ସେ ପଛେ ଜେଲ୍ ଯାଆନ୍ତୁ, ମୁଁ ଭିକ ମାଗି ମୋ ଛୁଆକୁ ବଢ଼େଇବି, ହେଲେ ଜମା ଛାଡ଼ି ଦିଅନି ତାଙ୍କୁ। ଏପଟେ ଆର୍ଯ୍ୟଙ୍କର ଏକା ଜିଦ୍। ପିଇଥିଲା କି କ'ଣ ମଦ ନିଶାରେ ଭୁଲଟେ କରିଦେଇଛି। ବଡ଼ ହିସାବରେ ଆମେ ତାକୁ ଶାସନ କରିବା, ସୁଧାରିବା ପାଇଁ ଚେଷ୍ଟା କରିବା, ନା ଥାନା, ପୋଲିସ, ମହିଳା କମିଶନ କରି ତା ଭବିଷ୍ୟତ ନଷ୍ଟ କରିଦେବା? ଘର କଥା ଘରେ ରଖିଦିଅ, ତା ଜୀବନଟା ସାରି ଦିଅନି। ସେ ସେମିତି ଗମ୍ଭୀର ଦେଖି ଆର୍ଯ୍ୟ ନିଶ୍ଚୟ ମାଆର ଶରଣ ପଶିଛନ୍ତି। ତାକୁ ବୁଝେଇବ ପୁଣି ମା। ଶେଷ ସିଦ୍ଧାନ୍ତ ନେଇ ତ ସାରିଥିଲା, ଖାଲି ଯାହା ଟିକେ ଆର୍ଯ୍ୟ
ତା ପାଦ ଟାଣି ଧରୁଥିଲେ। ଏବେ ପ୍ରଥମେ ଫୋନ୍ କଲା ପୋଲିସକୁ, ତାପରେ ମାଆକୁ। ମା, ଏତେ ମିସ୍ଡ କଲ୍ ଯେ, କ'ଣ କହୁଥିଲୁ? ତଥାପି ତା କଣ୍ଠ ବେଶ୍ ଉତ୍ତପ୍ତ। ନାଇଁରେ ମା, ମୁଁ କ'ଣ କହୁଥିଲି କି, ଆର୍ଯ୍ୟ ବହୁତ ବ୍ୟସ୍ତ ହେଉଛନ୍ତି ସାନ ଭାଇଟା ପାଇଁ। ପିଲାଟାର ଭବିଷ୍ୟତର କଥା, ତା ପିଲାପିଲିଙ୍କ କଥା ତୁ ଟିକେ ବୁଝିଯାଆନ୍ତୁନି। ମାଆର ସ୍ୱରରେ ବିନୟ ଭରପୁର। ମା, ଏତିକି କହିବାକୁ ସାହସ ବି କଲୁ, ସେତିକି ଯଥେଷ୍ଟ। ସେ ନିଜର ସ୍ୱରକୁ ସ୍ଥିର ରଖିଥିଲା। ସେଦିନ ଯଦି ପଦେ ମୋ ପାଇଁ କହିଥାନ୍ତୁ ନା ମା, ସୁବର୍ଣ୍ଣ ଆଜି ହୁଏତ ପିଲାପିଲି ଧରି ସଂସାର କରୁଥାନ୍ତା। ସେଦିନ ଦୁଃଖୀ ଅପାକୁ ପୋଷିବା ଡର ତୋତେ ଖାଇଗଲା। ଆଜି ତୋ ଝିଅର ସାମର୍ଥ୍ୟ ଅଛି, ସୂର୍ଯ୍ୟର ସ୍ତ୍ରୀ ପିଲାଙ୍କୁ ସେ ବେଶ ନିଜର କରିପାରିବ। ତୁ ସେଦିନ ବି ଭାବିନଥିଲୁ, ଆଜି ବି ଭାବନା। ଧଡ଼ କରି ଫୋନ୍ କାଟିଦେଲା ପରି। ଶୁଣୁଥିଲେ ଗପ ପରୀ ଓ ପୁରୁଷ। ଏମିତି ଘଟଣା କାଲି ଥିଲା, ଆଜି ଅଛି, କାଲି ବି ରହିବ। ତେବେ ସମାଧାନ ଆପଣମାନେ କୁହନ୍ତୁ ନା। ଯଦି କିଛି ସମାଧାନର ବାଟ ଆପଣମାନଙ୍କ ପାଖରେ ଅଛି, ତେବେ ଆମ କମେଣ୍ଟ ବକ୍ସକୁ ଯାଆନ୍ତୁ ଏବଂ ସମାଧାନର ରାସ୍ତା କହିଦିଅନ୍ତୁ। ମୁଁ ଆଜି ପାଇଁ ରହୁଛି। ପୁଣି ଗୋଟେ ସୁନ୍ଦର ଗପ ନେଇ ଆସିବି।